ଗ୍ରାମାଞ୍ଚଳର ବହୁ ଚାଷୀ ଭାଇ ଦେଶୀ କୁକୁଡ଼ା ପାଳନ କରୁଛନ୍ତି। ଗ୍ରାମାଞ୍ଚଳର ଅଧିକାଂଶ ଜାଗାରେ ପଶୁ ଡାକ୍ତର ନାହାନ୍ତି, ତେଣୁ ଦେଶୀ କୁକୁଡ଼ାଙ୍କୁ ରୋଗ ହେଲେ ବହୁ କୁକୁଡ଼ା ଅକାଳରେ ମୃତ୍ୟୁବରଣ କରୁଛନ୍ତି। ତେଣୁ ଦେଶୀ ଔଷଧ ଦେଇ ଏ ଦେଶୀ କୁକୁଡ଼ାର କିପରି ଚିକିତ୍ସା କରିହେବ, ଆଜିର ଏପିସୋଡ଼ରେ ଆମେ ସେ ବିଷୟରେ ଆଲୋଚନା କରିବା। ମୁଁ ଡକ୍ଟର ଅଶେଷ କୁମାର କର, ରିଟାୟାର୍ଡ ଜଏଣ୍ଟ ଡାଇରେକ୍ଟର, ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା। ବର୍ତ୍ତମାନ ଆମେ ଆଲୋଚନା ଆରମ୍ଭ କରିବା। ପ୍ରାକୃତିକ ଘରେ ଘରେ ମିଳୁଥିବା ଜିନିଷ ଦ୍ୱାରା ବା ଦେଶୀ ଔଷଧ ଦ୍ୱାରା ଆମେ କେମିତି କୁକୁଡ଼ାର ରୋଗ ନିୟନ୍ତ୍ରଣ କରିବା, ଆଜି ତା ବିଷୟରେ ଆଲୋଚନା କରିବା। ଆପଣଙ୍କ ଘରେ ଯେଉଁ ଜିନିଷ ମିଳୁଛି ତାକୁ ଆପଣ ବ୍ୟବହାର କରିବେ। ପ୍ରଥମ ଜିନିଷଟି ହେଉଛି ହଳଦୀ। ଏ ହଳଦୀକୁ ପ୍ରାକୃତିକ ଆଣ୍ଟିବାୟୋଟିକ୍ କୁହାଯାଏ। ଇଏ ବ୍ୟାକ୍ଟେରିଆ ବା ବୀଜାଣୁମାନଙ୍କୁ ମାରିଦିଏ ଆଉ ଦେହର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ଆପଣ ଆକୁ କେତେ ଦେବେ ନା, ଲିଟର ପାଣିରେ ଗୋଟିଏ ଚାମଚର 4 ଭାଗରୁ ଭାଗେ ହଳଦୀ ଗୁଣ୍ଡ ମିଶାଇବେ। ସପ୍ତାହରେ 2 ଦିନ ଦେବେ। କେଉଁ ସମୟରେ ଦେବେ? ସବୁବେଳେ ଦେବାର ଆବଶ୍ୟକତା ନାହିଁ। ଋତୁ ପରିବର୍ତ୍ତନ ଯେତେବେଳେ ହେବ, ଯେତେବେଳେ ବର୍ଷା ଦିନ ଆସିବ, ଖରା ଦିନ ଆସିବ, ଶୀତ ଦିନ ଆସିବ, ସେହି ସମୟରେ ରୋଗ ଅଧିକା ହୁଏ। ଆକୁ ଯଦି ଆପଣ ଦେଉଛନ୍ତି ହଳଦୀ, ତାହେଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ ଆଉ ଋତୁ ପରିବର୍ତ୍ତନ ସମୟରେ ଯେଉଁ ରୋଗ ହୁଏ ସେ ରୋଗ କମିଯିବ। ଦ୍ୱିତୀୟ ଜିନିଷ ଯେଉଁଟା ଆମେ ବ୍ୟବହାର କରିବା ମେଡ଼ିସିନ ହିସାବରେ, ସେଇଟା ହେଉଛି ରସୁଣ। ରସୁଣ ଭିତରେ ଯେଉଁ ତତ୍ତ୍ୱ ସବୁ ରହିଛି, ସିଏ ଯେଉଁ ପେଟ ଭିତରର ସଂକ୍ରମଣ ଆଉ ବାହ୍ୟ ସଂକ୍ରମଣ ଦୁଇଟାଙ୍କୁ କମାଏ। ଭାଇରସ୍ ସଂକ୍ରମଣକୁ ବେଶୀକରି କମାଇ ଦିଏ। ୟାକୁ କେତେ ଦେବେ ନା, ଲିଟର ପାଣିରେ ଗୋଟିଏ କୁଳା ରସୁଣକୁ ଗୁଣ୍ଡ କରି ମିଶାଇ ଦେବେ। ସେ ପାଣିଟାକୁ କୁକୁଡ଼ାକୁ ପିଇବାକୁ ଦେବେ। ଏହା ସହିତ କୁକୁଡ଼ାକୁ ଯେଉଁ ଖାଦ୍ୟ ଦେଉଛନ୍ତି, ସେ ଖାଦ୍ୟରେ 2-3ଟା କୁଳାକୁ ରସୁଣକୁ ଗୁଣ୍ଡ କରିକିରି ମିଶାଇକିରି ଦେବେ କେଜିଏ ଖାଦ୍ୟ ଦେହରେ। କେତେ ଦିନ ଦେବେ ନା, ସପ୍ତାହରୁ ଦିନେରୁ 2 ଦିନ। ଅଧିକା ଆକୁ କେବେ ବି ଦେବେନି। ଅଧିକା ଦେଲେ କୁକୁଡ଼ା ଖାଇବା କମାଇ ଦେବ ଆଉ କମ୍ ବଢ଼ିବ। ତୃତୀୟ ଜିନିଷ ଯେଉଁଟା ଆମେ ବ୍ୟବହାର କରିବାକୁ ଯାଉଛେ, ସେଇଟା ହେଉଛି ନିମପତ୍ର। ନିମପତ୍ର ସବୁ ଜାଗାରେ ମିଳିଥାଏ। ଇଏ ବାହ୍ୟ ପୋକ ଆଉ ଅନ୍ତକୀଟ ଦୁଇଟାଙ୍କୁ ନାଶ କରେ। ୟାକୁ କେତେ ଦେବେ ନା, ପାଣିରେ 10-15ଟି ନିମପତ୍ର ଭଲକରି ସିଝେଇକିରି ଫୁଟେଇ ଦେବେ। ଥଣ୍ଡା ହେଲେ ସେ ପାଣିଟାକୁ କୁକୁଡ଼ାକୁ ପିଇବାକୁ ଦେବେ। କେତେ ଦିନ ଦେବେ ନା, ମାସରେ ମାତ୍ର 2 ଥର ଦେବେ। ସବୁବେଳେ ଦେବାର ଆବଶ୍ୟକତା ନାହିଁ। ଆଉ ଯେଉଁ ଶୁଖିଲା ନିମପତ୍ର କୁକୁଡ଼ା ଘର ଭିତରେ ବିଛେଇ ଦେବେ। ବିଛେଇ ଦେଲେ ରୋଗର ସଂକ୍ରମଣ କମିଯିବ। ଆପଣମାନେ ଦେଖିଥିବେ ପୁରୁଣା ସମୟରେ ଯେତେବେଳେ ହାଡ଼ପୁଟି ହେଉଥିଲା କିମ୍ବା ମିଳିମିଳା ହେଉଥିଲା, ନିମପତ୍ରରେ କହୁଥିଲେ ଶୋଇବାକୁ। ତେଣୁ କୁକୁଡ଼ା ଘରେ ଯଦି ଆପଣମାନେ ନିମପତ୍ର ପକାଉଛନ୍ତି, ଭାଇରସ୍ ସଂକ୍ରମଣ ବହୁ ପରିମାଣରେ କମିଯିବ। ତୃତୀୟ ଜିନିଷଟି ଯେଉଁଟା ଆମେ ବ୍ୟବହାର କରିବାକୁ ଯାଉଛେ, ସେଇଟା ହେଉଛି ତୁଳସୀ ପତ୍ର। ତୁଳସୀ ଆପଣ ଥଣ୍ଡା କାଶ ପାଇଁ ମଣିଷମାନେ ମଧ୍ୟ ବ୍ୟବହାର କରୁଛନ୍ତି। କୁକୁଡ଼ାମାନଙ୍କୁ ମଧ୍ୟ ସେଥିପାଇଁ ଦେଇହେବ। ଥଣ୍ଡା, ସର୍ଦ୍ଦି, ଛିଙ୍କିବା, ନାକରୁ ପାଣି ବୋହିବା, ଶ୍ୱାସଜନିତ ସମସ୍ୟା ହିସାବରେ ଆପଣ ତୁଳସୀ ପତ୍ର ଦେଇପାରିବେ। କେତେ ଦେବେ ନା, 5-7ଟି ତୁଳସୀ ପତ୍ର 1 ଲିଟର ପାଣିରେ ଫୁଟେଇ ଦେବେ। ଭଲକରି ସିଝିଗଲା ପରେ ସପ୍ତାହରେ 1 ଦିନ ଦେବେ। ଏଇଟା ଯଦି ଦେଉଛନ୍ତି, ତାହେଲେ ଥଣ୍ଡା, ସର୍ଦ୍ଦି ବହୁ ପରିମାଣରେ କୁକୁଡ଼ାମାନଙ୍କୁ କମିଯିବ। ଯେଉଁ ଛିଙ୍କୁଥାନ୍ତି କୁକୁଡ଼ାମାନେ, ନାକରୁ ପାଣି ବହୁଥାଏ, ସେଇଟା ବହୁ ପରିମାଣରେ କମିଯିବ। ଯେଉଁ ମେଡ଼ିସିନ ଗୋଟିଏ ଆମେ ଯାଉଛେ ବ୍ୟବହାର କରିବାକୁ, ସେଇଟା ହେଉଛି ଜୁଆଣି ବା ଆଜୱାଇନ୍। ଆମେ ମଣିଷମାନେ ମଧ୍ୟ ପେଟ ସମସ୍ୟା ପାଇଁ ଜୁଆଣି ଖାଆନ୍ତି। କୁକୁଡ଼ାକୁ ମଧ୍ୟ ତାକୁ ଦେଇହେବ। ଇଏ କ'ଣ କରିବ ନା, ପେଟର ସମସ୍ୟା ଦୂର କରିବ, ଡାଇରିଆ ବା ଝାଡ଼ା ରୋଗକୁ ନିୟନ୍ତ୍ରଣ କରିବ, ଗ୍ୟାସ୍କୁ ନିୟନ୍ତ୍ରଣ କରିବ। କେତେ ଦେବେ ନା, ଲିଟର ପାଣିରେ 1 ଚାମଚର 4 ଭାଗରୁ ଭାଗେ ଜୁଆଣି ମିଶାଇବେ। ଭଲ ଭାବରେ ଫୁଟେଇବେ। ଥଣ୍ଡା କରିବ। ଡାଇରିଆ ଯଦି ହେଉଛି, ଝାଡ଼ା ରୋଗ ହେଉଛି, 2 ଦିନ ଦେବେ। 2 ଦିନରେ ଯଦି ଭଲ ନହେଲା, ଡାକ୍ତରଙ୍କ ସହ ପରାମର୍ଶ କରି ଏଲୋପାଥିକ୍ ମେଡ଼ିସିନ ଦେବେ। ଏସବୁ ମେଡ଼ିସିନ ସହ କୁକୁଡ଼ାମାନଙ୍କୁ 3ଟି ଟୀକା ନିହାତି ଦିଅନ୍ତୁ ଦେଶୀ କୁକୁଡ଼ାମାନଙ୍କୁ। ପ୍ରଥମ ହେଉଛି ଲାସୋଟାଷ୍ଟେନ୍ ବା RDF1, ରାଣୀକ୍ଷେତ ଡିଜିଜ୍ ଯେଉଁଟାକୁ କୁହାହେଉଛି, ନ୍ୟୁକାସଲ୍ ଡିଜିଜ୍ ମଧ୍ୟ କୁହାହେଉଛି। ତାର ଗୋଟିଏ ଟୀକା ନିହାତି ଦରକାର। ସେ ରୋଗର ଟୀକା ଦେବେ। ଦ୍ୱିତୀୟ ଟୀକାଟି ହେଉଛି ଗୁମ୍ବ୍ରୋ ଡିଜିଜ୍, ତାକୁ IBD ବା ଇନଫେକ୍ସିୟସ୍ ବର୍ସାଲ ଡିଜିଜ୍ ବୋଲି କହୁଛନ୍ତି, ତାର ଟୀକା ଦେବେ। ତାପରେ ତୃତୀୟ ଟୀକାଟି ହେଉଛି ଫାଉଲ୍ ପକ୍ସ ବା କୁକୁଡ଼ା ବସନ୍ତ। ଏ 3ଟି ଟୀକା ଦିଅନ୍ତୁ। ତା ସହିତ ଯେଉଁ ଜିନିଷ ସବୁ କହିଲି, ତାକୁ ଯଦି ଆପଣ ଠିକ୍ ଭାବରେ ବ୍ୟବହାର କରିବେ, ଦେଶୀ କୁକୁଡ଼ାମାନଙ୍କର ରୋଗ ବହୁତ ପରିମାଣରେ ନିୟନ୍ତ୍ରଣ ହେବ ଆଉ କୁକୁଡ଼ା ମରିବା ବହୁ ପରିମାଣରେ କମିଯିବ। ଏ ଯେତେ ଔଷଧ କହିଲେ ଆପଣ ଭାବୁଥିବେ ମୁଁ ସବୁଗୁଡ଼ା ଦେବୁ, ସବୁ ଦେବାର ଆବଶ୍ୟକତା ନାହିଁ। ଯେତେବେଳେ ଯେଉଁ ଔଷଧଟା ଦରକାର ସେଇଟାକୁ ଦିଅନ୍ତୁ।
ଅଧିକା ମାତ୍ରାରେ କେବେ ଦିଅନ୍ତୁନି। ପାଣି ଦ୍ୱାରା ବହୁ ପ୍ରକାର ରୋଗ ବ୍ୟାପେ, ତେଣୁ ସ୍ୱଚ୍ଛ ପାଣି ତାକୁ ଦିଅନ୍ତୁ ପିଇବାକୁ କୁକୁଡ଼ାମାନଙ୍କୁ। ଆଉ ଯଦି କିଛି ଗୁରୁତର ରୋଗ ହେଲା, କୁକୁଡ଼ା ମଲେ କୁକୁଡ଼ାର ପୋଷ୍ଟମର୍ଟମ୍ କରି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଦିଅନ୍ତୁ। ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଲା ତାହେଲେ ଅନ୍ୟ ସାଥୀମାନଙ୍କ ମଧ୍ୟରେ ଏଟାକୁ ସେୟାର କରନ୍ତୁ, ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଯଦି ଆଗରୁ ଭିଡ଼ିଓକୁ ଆପଣ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଛନ୍ତି ତାହେଲେ ଭିଡ଼ିଓକୁ ହାଇପ୍ କରନ୍ତୁ, ଫଳରେ ଅଧିକା ଚାଷୀଙ୍କ ପାଖରେ ପହଞ୍ଚିବ। ଆଜି ପାଇଁ ଏତିକି। ଆଗାମୀ ଭିଡ଼ିଓରେ ଫେର ଆମେ ସାକ୍ଷାତ ହେବା। ଧନ୍ୟବାଦ।